କାଠ ଚୋରି କରିବାରେ କାଠ ମାଫିଆଙ୍କର ନୂଆ ତରିକା। ଉପରେ ମାଛ ପେଟି ରଖି ତଳେ ଚୋରା କାଠ କରୁଥିଲେ ଚାଲାଣ। ମାଛ ଗାଡ଼ିରେ କାଠ ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ୍ୟପ୍ରାଣୀ ବିଭାଗ। ଗଇନଡ଼ା ଛକରେ ମାଡ଼ି ବସିଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ପେଟ୍ରୋଲିଂ ଟିମ୍। ଗୋଟିଏ ଟାଟା ପିକଅପ୍ ଭ୍ୟାନ୍ ଜବତ କରାଯାଇଛି। 50,000 ଟଙ୍କାର କାଠ ମଧ୍ୟ ଜବତ କରାଯାଇଛି। ଆସାମୀ ଫେରାର ଅଛି। ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଚିଲିକାରେ ପକ୍ଷୀ ଶିକାର ରୋକିବା ପାଇଁ କରୁଥିଲେ ପେଟ୍ରୋଲିଂ। ଏହି ସମୟରେ ଗୋଟିଏ ଟାଟା ପିକଅପ୍ ଭ୍ୟାନ୍ ସେହି ରାସ୍ତାରେ ଯିବାବେଳେ ବନ୍ୟପ୍ରାଣୀ କର୍ମଚାରୀଙ୍କର ସନ୍ଦେହ ହେବାରୁ ଗାଡ଼ିକୁ ଅଟକାଇଥିଲେ। ତେବେ ଅନ୍ଧାରର ସୁଯୋଗ ନେଇ ଗାଡ଼ିକୁ ଛାଡ଼ି ମାଫିଆମାନେ ଘଟଣାସ୍ଥଳକୁ ଚମ୍ପଟ ମାରିଥିଲେ। ପିକଅପ୍ ଭ୍ୟାନ୍କୁ ଜବତ କରି ନିଜ ହେପାଜତକୁ ନେଇଛି ବନ୍ୟପ୍ରାଣୀ ବିଭାଗ। ତଦନ୍ତ ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରାଯାଇଛି। ବନ୍ୟପ୍ରାଣୀ ଫରେଷ୍ଟ ଅଫିସର ଜିତେନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଏହି ଗାଡ଼ିକୁ ଜବତ କରାଯାଇଥିଲା। ନିରାକାପୁର ବାଲଙ୍ଗୀର ୱାଇଲ୍ଡ ଟିଭି।